ବୋଉ ବୋଉ ଖାଇବାକୁ ଦେଲୁ। ବୋଉ ଭୋକ ହେଲାଣି, ଜଲ୍ଦି ଆଣ, ଆମେ ପୁଣି ସ୍କୁଲ ଯିବୁ। ଆରେ ବଢ଼ା ବଢ଼ି ସବୁ ସରିଲାଣି, ତମେ 2 ଜଣ ଆସ, ଜେଜେମା ଆସନ୍ତୁ, ମିଶିକି ଖାଇଦବ। ବୋଉ ଆମେ ଖାଇବୁନି। ଆରେ ଖାଇବନି କ'ଣ କହୁଛ? ଏବେ ପରା କହୁଥିଲ ଭୋକ ହେଲାଣି। ଭୋକ ତ ହଉଛି, ବୁଢୀ କତିରେ ବସି କିଏ ଖାଇବ? ସେ ଯେମିତି ଖେଁ ଖେଁ ହଉଛି। ଚାଲି ଯା, ଆମର ଖାଇବା ଦରକାର ନାହିଁ। छी ଏ ବୁଢୀ। ବୋଉ ବୋଉ କ'ଣ ହେଲା? କାହିଁ ଏତେ ବଡ଼ ପାଟି କରୁଛୁ? ଦେଖିଲୁ ଏଠି କ'ଣ ହେଇଛି? ବୁଢୀ ହଗି କ'ଣ କରିଛି? छी, ଏ ବୁଢ଼ୀ ଆମକୁ ଶାନ୍ତିରେ ରଖେଇ ଦବନି। ଭାଇ ଏ ଘର ଛାଡ଼ି ପଳେଇଲେ ଭଲ ହବ। ଏଇ ଚୁପ୍ କର, ବହୁତ କଥା କହୁଛ। ଛୋଟବେଳେ ସେ ତମ 2 ଜଣଙ୍କର କେତେ ଝାଡ଼ା ମୁତ ସଫା କରୁଛନ୍ତି। ତମକୁ କେହି ଟିକେ କ'ଣ କହିଦେଲେ ଝଗଡ଼ା କରିବାକୁ ବାହାରି ଆସନ୍ତି। ତମ ବାପା ଯାହା ତାଙ୍କ ପାଇଁ ଆଣନ୍ତି ସେ ନିଜେ ନ ଖାଇ ତମମାନଙ୍କ ପାଇଁ ରଖିଦିଅନ୍ତି। ଆଉ ଆଜି ସେ ଟିକେ ବୁଢ଼ୀ ହେଇଗଲେ ବୋଲି ତମେ ଯାହା ନାହିଁ ତାହା କହିଦେଉଛ ନା। ଜେଜେମା, ଆମର ଭୁଲ ହେଇଯାଇଛି। ତୋ ଋଣ ଆମେ କେବେ ବି ଶୁଝି ପାରିବୁନୁ। ସତରେ ନିଜ ଜେଜେମାଙ୍କ ଋଣ କେହି କେବେ ଶୁଝି ପାରିବେନି। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।